ବାମ ହାତର ଦୁଃଖ। ଏକଦା ଶରୀରର ବାମ ହାତ ମନରେ ଡାହାଣ ହାତ ପ୍ରତି ଈର୍ଷାଭାବ ଜାତ ହେଲା। ତହୁଁ ବାମ ହାତ ମଣିଷକୁ କହିଲା, ତୁମେ ତୁମର ଡାହାଣ ହାତକୁ ନେଇ ଭଲ ଭଲ କାମ ସବୁ କରୁଛ। ଯେପରି ଡାହାଣ ହାତରେ ବହି ଲେଖା, ଛବି ଅଙ୍କା ଓ ଖାଦ୍ୟ ଖାଇବା କାମ ବି ହେଉଛି। ଏତଦ୍ ବ୍ୟତୀତ ସମସ୍ତ ଧର୍ମକର୍ମରେ ଡାହାଣ ହାତ ବି ଲୋଡ଼ା ପଡ଼ିଯାଏ। ମାତ୍ର ମୁଁ ସମସ୍ତ ପ୍ରକାରର ଆବିଷ୍କାର କାର୍ଯ୍ୟରେ ନିୟୋଜିତ ହେଉଛି। ସତେ ଯେମିତି ସମସ୍ତ ପ୍ରକାର ଅଶୁଭ କାର୍ଯ୍ୟ କରିବା ପାଇଁ ମୁଁ ଜନ୍ମ ନେଇଛି ଓ କରିବାରେ ଧୁରନ୍ଧର ମଧ୍ୟ। ମୋତେ ଯେକୌଣସି ଶୁଭ କାମ କରିବା ମନା। ଏହିଭଳି ବାମ ହାତ ତାର ମନର ଅନ୍ତର କଥାକୁ ସଫା ସଫା କହିଦେଲା। ଏଥର ମଣିଷ କିଛି କହିବା ପୂର୍ବରୁ ଡାହାଣ ହାତ ବାମ ହାତ ଉଦ୍ଦେଶ୍ୟରେ କହିଲା, ଆରେ ଭାଇ, ସତରେ ତୁ ମନରେ ଏକ ଭ୍ରାନ୍ତ ଧାରଣା ନେଇ ଏତେ କଥା କହିଗଲୁ। ଯାହା କହିଲୁ ତାହା କଦାପି ଠିକ୍ ନୁହେଁ। ତୁ ନିଜକୁ ଏଭଳି ଛୋଟ ବୋଲି କାହିଁକି ଭାବୁଛୁ? ମୁଁ ଯାହା କହୁଛି ମନ ଦେଇ ଶୁଣ ଆଉ ଗଭୀର ଚିନ୍ତା କଲେ ଜାଣିପାରିବୁ ତୁ କେଡ଼େ ବଡ଼ ଭୁଲ କରି ବସିଛୁ। ପୁନଶ୍ଚ ଡାହାଣ ହାତ ବାମ ହାତ ଉଦ୍ଦେଶ୍ୟରେ କହିଲା, ଭାଇ ଟିକିଏ ଚିନ୍ତା କଲୁ। ଯେତେବେଳେ ଆମ ମାଲିକ ପ୍ରାତଃ ଭ୍ରମଣରେ ଯାଆନ୍ତି, ତୁ କ'ଣ ଭୁଲିଗଲୁ ସେତେବେଳେ ସେ କିଭଳି ଦୁଇ ହାତକୁ ପଛରେ ଛନ୍ଦି ଚାଲନ୍ତି ଆଉ ଆମେ କିପରି ପରସ୍ପରକୁ ଆଲିଙ୍ଗନ କରି ଭିଡ଼ାଭିଡ଼ି ହୋଇ ଜାବୁଡ଼ି ରହିଥାଉ? ତୁ କ'ଣ ଭୁଲିଗଲୁ ଯେ ଆମର ମାଲିକ କାନ୍ଥରେ କଣ୍ଟା ପିଟୁଥିବା ବେଳେ ତୁ କଣ୍ଟାକୁ ଜୋର କରି ଧରିଥାଉ ଆଉ ମୁଁ ହାତୁଡ଼ି ସାହାଯ୍ୟରେ କଣ୍ଟା ଉପରେ ପ୍ରହାର କରୁଥିଲି। ହଠାତ୍ ଯେତେବେଳେ ମାଲିକଙ୍କର କଣ୍ଟା ଉପରେ ଲକ୍ଷ୍ୟ ଖସିଗଲା, ମୁଁ ଧରିଥିବା ହାତୁଡ଼ି ତୋତେ ପିଟି ଦେଲା। ଓହୋ ଓହୋ କହି ତୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ମୋ ହାତରୁ ହାତୁଡ଼ିଟି ଖସି ପଡ଼ିଥିଲା ତୋତେ ସମବେଦନା ଜଣାଇବା ପାଇଁ। ତା ପରେ ମୁଁ ତୋତେ କୋଳେଇ ନେଲି ଓ କେଡ଼େ ସରାଗରେ ଆଉଁସିବାକୁ ଲାଗିଲି। ତୁ କ'ଣ ଜାଣିନାହୁଁ? ସେଦିନ ତୁ କ'ଣ ଅନୁଭବ କରିପାରିଲୁ ନାହିଁ କିଭଳି ମୋ ସ୍ପର୍ଶରେ ତୋର ଯନ୍ତ୍ରଣା କିଛି ସମୟ ପରେ ଥମିଗଲା? କିଛି ସମୟ ପରେ ତୁ ପୁଣି କଣ୍ଟାକୁ ଅତି ସାବଧାନରେ ଧରିଲୁ ଆଉ ମୁଁ ବି ହାତୁଡ଼ି ଧରି କାମ ଆରମ୍ଭ କରିଦେଲି। ଏସବୁ ଜାଣିବି ତୁ ଆଜି ଅବୁଝା ହେଉଛୁ କାହିଁକି? ଏହା ଶୁଣି ବାମ ହାତ ନିଜ ଭୁଲ ବୁଝିପାରିଲା ଓ ଲଜ୍ଜିତ ହେଲା। ଏଣିକି ଦୁଇ ହାତ ମିଳିମିଶି କାମ କଲେ।